आमे जेतेबेले हेडिस बा पाताल लोक कथा भाबु आममानकु कौन आसे बोधुए दंड निया आउ पापी मानक पई एक जागा किंतु कौन हेबो जदि आमर एही धारणाटा पूरापूरी ठीक नुहे। प्राचीन ग्रीक मानक पई हेडिस रो अर्थ बहुत अलगा थिला। एहा कोनोसी आकर्षणीय जागा नथिला किंतु एहा आमे भाबुथिबा नरक भी नथिला। हाँ ठीक एया आजिकाली फिल्म हेउ कि बही सबुठी पाताल लोकଙ୍କୁ ଏକ ନିଆଭରା ନରକ ଭାବରେ ଦେଖାଯାଏ, ଯେମିତିକି ସେଇଟା କେବଳ ଖରାପ ଲୋକଙ୍କ ପାଇଁ ତିଆରି ହେଇଛି। କିନ୍ତୁ ପ୍ରାଚୀନ ଗ୍ରୀକମାନଙ୍କ ପାଇଁ କଥାଟା ସେମିତି ନଥିଲା। ତାଙ୍କ ପାଇଁ ଏହାର ଅର୍ଥ ପୂରାପୂରି ଭିନ୍ନ ଥିଲା। ତେବେ ଚାଲନ୍ତୁ ଆଜି ଏହି ପୁରୁଣା ଆଉ ନୂଆ ଧାରଣା ଭିତରେ ଥିବା ଫରକକୁ ଟିକେ ଭଲ ଭାବରେ ବୁଝିବା। ଏହି ତୁଳନାକୁ ଦେଖିଲେ କଥାଟା ଆହୁରି ସ୍ପଷ୍ଟ ହେଇଯାଉଛି। ଗୋଟେ ପଟେ ହେଡିସ୍ ଯେଉଁଠିକି ସମସ୍ତଙ୍କୁ ଯିବାକୁ ପଡ଼ିବ, ଭଲ ହେଉ କି ଖରାପ, ଏଠି ଶୃଙ୍ଖଳା ହିଁ ସବୁକିଛି। ଆଉ ଗୋଟେ ପଟେ ହେଉଛି ଆମ ଆଧୁନିକ ନରକର ଧାରଣା, ଯାହା କେବଳ ଦଣ୍ଡ ଦେବା ପାଇଁ ତିଆରି। ତେଣୁ ହେଡିସ୍ କୌଣସି ନୈତିକ ବିଚାର କରୁନଥିଲା, ଏହା ଥିଲା କେବଳ ଜୀବନର ଶେଷ ଷ୍ଟପେଜ୍, ଯାହା ସମସ୍ତଙ୍କ ପାଇଁ ସମାନ ଥିଲା। ଆଚ୍ଛା, ଏଇ ହେଡିସ୍ ଶବ୍ଦଟାର ଅର୍ଥ କ'ଣ? ଏଟା ଆସିଛି ଗ୍ରୀକ୍ ଶବ୍ଦ ଆଇଡେସ୍ରୁ, ଯାହାର ଅର୍ଥ ହେଉଛି ଯାହାକୁ ଦେଖି ହେବ ନାହିଁ ବା ଅଦୃଶ୍ୟ। ତେଣୁ ଏଟା କେବଳ ଜଣେ ଦେବତାଙ୍କ ନାଁ ନଥିଲା, ବରଂ ଗୋଟେ ବାସ୍ତବ ଜାଗାର ନାଁ ଥିଲା। ଏମିତି ଏକ ଜାଗା ଯାହା ଲୁଚି ରହିଛି କିନ୍ତୁ ତାର ଅସ୍ତିତ୍ୱ ଅଛି। ଏହା କୌଣସି ଖରାପ ଜିନିଷର ପ୍ରତୀକ ନଥିଲା, ଏହା ଥିଲା ଗୋଟେ ଅଦୃଶ୍ୟ ଭୂଗୋଳ। ତେବେ ଆଜିର ଏହି ଆଲୋଚନାରେ ଆମେ ଏହି 5ଟି ବିଷୟ ଦେଇ ହେଡିସ୍ର ରହସ୍ୟକୁ ବୁଝିବାକୁ ଚେଷ୍ଟା କରିବା। ପ୍ରଥମେ ଆସନ୍ତୁ ବୁଝିବା ଗ୍ରୀକମାନଙ୍କ ପାଇଁ ମୃତ୍ୟୁର ଅର୍ଥ କ'ଣ ଥିଲା। ତାଙ୍କ ପାଇଁ ମୃତ୍ୟୁ ମାନେ ସବୁକିଛିର ଶେଷ ନଥିଲା, ବରଂ ଏହା ଥିଲା ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ଏକ ଶାରୀରିକ ଯାତ୍ରା, ଆଉ ସେହି ଜାଗାରେ ଏକ ନିର୍ଦ୍ଦିଷ୍ଟ ମାନଚିତ୍ର ମଧ୍ୟ ଥିଲା। ହଁ, ଏଟା କୌଣସି ଆଧ୍ୟାତ୍ମିକ ଯାତ୍ରା ନଥିଲା, ଏହା ଥିଲା ଏକ ପ୍ରକାରର ଫିଜିକାଲ ରିଲୋକେସନ୍। ସେମାନେ ବିଶ୍ୱାସ କରୁଥିଲେ ଯେ ପାତାଳ ଲୋକ ହେଉଛି ଆମ ଦୁନିଆ ତଳେ ଥିବା ଏକ ବାସ୍ତବ ଜାଗା। ତାର ନିଜର ପାହାଡ଼, ନଦୀ ସବୁକିଛି ଥିଲା। ଆଉ ସବୁଠୁ ବଡ଼ କଥା, ଆମ ଦୁନିଆରୁ ସେଠିକି ଯିବା ପାଇଁ ରାସ୍ତା ବି ଥିଲା। ଏଇଟା ଦେଖିଲେ ବହୁତ ମଜାଦାର ଲାଗେ ଯେ ସେମାନେ କେମିତି ପାତାଳ ଲୋକକୁ ଆମ ବାସ୍ତବ ଦୁନିଆ ସହିତ ଯୋଡ଼ି ଦେଇଥିଲେ। ଗ୍ରୀସ୍ର କେପ୍ ଟେନେରମ୍ ହଉ କି ଇଟାଲୀର ଆଭର୍ଣ୍ଣସ୍ ହ୍ରଦ, ଏହିସବୁ ପ୍ରକୃତ ଜାଗାକୁ ପାତାଳ ଲୋକର ପ୍ରବେଶ ଦ୍ୱାର ବୋଲି କୁହାଯାଉଥିଲା। ଏହାଦ୍ୱାରା ସେଠାକୁ ଯିବାର ଧାରଣାଟା ଆହୁରି ବାସ୍ତବ ଲାଗୁଥିଲା, କେବଳ ଗପ ପରି ନୁହେଁ। ଠିକ୍ ଅଛି, ତେବେ ରାସ୍ତା ତ ମିଳିଗଲା, କିନ୍ତୁ ହେଡିସ୍ ଭିତରକୁ ଯିବାର ପ୍ରୋସେସ୍ କ'ଣ ଥିଲା? ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଏହା କୌଣସି ନୈତିକ ପରୀକ୍ଷା ନଥିଲା, ବରଂ ଏହା ଥିଲା ଏକ ପ୍ରକାରର ଆଡମିନିଷ୍ଟ୍ରେଟିଭ୍ ଜର୍ଣ୍ଣି, ଯାହା ପୂରାପୂରି ନିୟମ ଆଉ ଶୃଙ୍ଖଳା ଉପରେ ଚାଲୁଥିଲା। ଏହି 5ଟି ନଦୀ ଥିଲା ପାତାଳ ଲୋକର ସୀମା। କିନ୍ତୁ ଏଗୁଡ଼ିକ କେବଳ ସାଧାରଣ ନଦୀ ନଥିଲା। ପ୍ରତ୍ୟେକ ନଦୀ ଗୋଟେ ଗୋଟେ ଭାବନାକୁ ଦର୍ଶାଉଥିଲା। ଦୁଃଖର ନଦୀ, କାନ୍ଦଣାର ନଦୀ, ଏପରିକି ଭୁଲିଯିବାର ନଦୀ। ଏହି ନଦୀଗୁଡ଼ିକୁ ପାର କରିବା ମାନେ ହିଁ ମୃତ୍ୟୁକୁ ସ୍ୱୀକାର କରିବା। ଏହା ଥିଲା ଏକ ଅଲଙ୍ଘ୍ୟ ବାଧା, ଯାହା ମୃତ୍ୟୁର ଅନ୍ତିମତାକୁ ସୁନିଶ୍ଚିତ କରୁଥିଲା। ଆଉ ଏହି ଯାତ୍ରାର ପ୍ରକ୍ରିୟାକୁ ଦେଖନ୍ତୁ, ଏହା କେତେ ଟ୍ରାଞ୍ଜାକ୍ସନାଲ ଥିଲା। ପ୍ରଥମେ ଦେବତା ହର୍ମିସ୍ ରାସ୍ତା ଦେଖାନ୍ତି, ତାପରେ ନାଉରୀ କ୍ୟାରେନ୍କୁ ପଇସା ଦେବାକୁ ପଡ଼େ। ପଇସା ଦେଲେ ହିଁ ନଦୀ ପାର ହେବ, ନହେଲେ 100 ବର୍ଷ ଅପେକ୍ଷା କର। ଆଉ ଶେଷରେ ସର୍ଭେରସ୍ ନାମକ 3 ମୁଣ୍ଡିଆ କୁକୁର ଅଛି, ଯିଏ ଭିତରକୁ ଛାଡ଼େ କିନ୍ତୁ ବାହାରକୁ ଆସିବାକୁ ଦିଏନି। ଏଠି କୋଉଠି ବି ନୈତିକତାର ପ୍ରଶ୍ନ ନାହିଁ, କେବଳ ପ୍ରୋସିଜିଓର ଅଛି। ତେବେ ଏହି ଜାଗାଟା କେମିତି ଥିଲା? ଏପରିକି ମହାନ ଯୋଦ୍ଧା ଆଖିଲିସ୍ ବି ହେଡିସ୍ରେ ଖୁସି ନଥିଲେ। ସେ କହିଥିଲେ ଯେ ମୃତକଙ୍କର ରାଜା ହେବା ଅପେକ୍ଷା ପୃଥିବୀରେ ଜଣେ ସାଧାରଣ ଶ୍ରମିକ ହେବା ବରଂ ଭଲ। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ହେଡିସ୍ କେତେ ନିରସ, କେତେ ବିଷାଦମୟ ସ୍ଥାନ ଥିଲା। ସେଠି କୌଣସି ଆନନ୍ଦ ନଥିଲା, କେବଳ ଏକ ଶୂନ୍ୟ ଅସ୍ତିତ୍ୱ ଥିଲା। ଆଚ୍ଛା, ତେବେ ନଦୀ ପାର ହୋଇ ଭିତରକୁ ଗଲା ପରେ କ'ଣ ହୁଏ? ଏହାପରେ ଆସେ ବିଚାରର ପର୍ଯ୍ୟାୟ। କିନ୍ତୁ ଏ ବିଚାର ଆମେ ଭାବୁଥିବା ବିଚାର ପରି ନୁହେଁ। ଏହା ଥିଲା ଏକ ପ୍ରକାରର ସର୍ଟିଂ, ମାନେ ଆତ୍ମାମାନଙ୍କୁ ସେମାନଙ୍କର ଠିକ୍ ଜାଗାରେ ରଖିବାର ପ୍ରକ୍ରିୟା। ଏହି କାମ ପାଇଁ 3 ଜଣ ବିଚାରପତି ଥିଲେ, ମିନୋସ୍, ରାଡାମାନ୍ଥସ୍ ଆଉ ଆକସ୍। କିନ୍ତୁ ସେମାନଙ୍କ କାମ ଦଣ୍ଡ ଦେବା ନଥିଲା। ତାଙ୍କ କାମ ଥିଲା ବ୍ରହ୍ମାଣ୍ଡର ସନ୍ତୁଳନ ବଜାୟ ରଖିବା ପାଇଁ ପ୍ରତ୍ୟେକ ଆତ୍ମାକୁ ତାର ଉପଯୁକ୍ତ ସ୍ଥାନରେ ରଖିବା। ଏହା ଏକ ନ୍ୟାୟିକ ପ୍ରକ୍ରିୟା ଅପେକ୍ଷା ଏକ ଅର୍ଗାନାଇଜେସନାଲ ପ୍ରୋସେସ୍ ବେଶୀ ଥିଲା। ଆଉ ଏହି ସର୍ଟିଂ ପରେ ଆତ୍ମାମାନେ ଯାଉଥିଲେ କୁଆଡ଼େ? ଏ ଚାର୍ଟକୁ ଦେଖିଲେ ଗୋଟେ ବଡ଼ କଥା ସାମ୍ନାକୁ ଆସୁଛି। ପ୍ରାୟ 90% ଲୋକ ଯାଉଥିଲେ ଆସ୍ପୋଡେଲ୍ ମିଡୋଜ୍ ନାମକ ଏକ ସାଧାରଣ ଜାଗାକୁ। କେବଳ ଅଳ୍ପ କିଛି ଲୋକଙ୍କୁ ସ୍ୱର୍ଗ ପରି ଏଲିସିଆନ୍ ଫିଲ୍ଡସ୍ କିମ୍ବା ନରକ ପରି ଟାଟାରସ୍ ମିଳୁଥିଲା। ଏଥିରୁ ସ୍ପଷ୍ଟ ଯେ ଅଧିକାଂଶ ଲୋକଙ୍କ ପାଇଁ ପରଲୋକ ନିରପେକ୍ଷ ଥିଲା। ତେବେ ଏ ଆସ୍ପୋଡେଲ୍ ମିଡୋଜ୍ଟା କେମିତିକା ଜାଗା ଥିଲା? ଏହା ଥିଲା ଏକ ଧୂସର, ନିରସ ଆଉ ନିରାନନ୍ଦ ଜାଗା। ଏଠି କୌଣସି ସୁଖ ନଥିଲା, କିନ୍ତୁ କୌଣସି ଯନ୍ତ୍ରଣା ବି ନଥିଲା।
ଯେମିତି ସାଧାରଣ ଲୋକଙ୍କର ଜୀବନ ସେମିତି ତାଙ୍କର ମୃତ୍ୟୁ ପରର ଅସ୍ତିତ୍ୱ। ଗ୍ରୀକ୍ ପରଲୋକର ଏହା ହିଁ ଥିଲା ମୂଳ କଥା। ଏହା ନୈତିକତା ଉପରେ ନୁହେଁ ବରଂ ଅବଶ୍ୟମ୍ଭାବିତା ଉପରେ କେନ୍ଦ୍ରିତ ଥିଲା। ଏଠି ଗୋଟେ ପ୍ରଶ୍ନ ଉଠୁଛି, ଯଦି ପରଲୋକ ଏତେ ନିରସ ଆଉ ଅନ୍ଧକାରମୟ ଥିଲା, ତେବେ ଏହି ଧାରଣା ପଛରେ ଥିବା କାରଣ କ'ଣ? ଲୋକମାନେ ଏଥିରୁ କି ପ୍ରକାରର ଆଶ୍ୱାସନା ପାଉଥିଲେ? କଳ୍ପନା କରନ୍ତୁ ଏମିତି ଏକ ଦୁନିଆ ଯେଉଁଠି କେତେବେଳେ ଯୁଦ୍ଧ ହେବ, କେତେବେଳେ ମହାମାରୀ ଆସିବ, କିଛି ଠିକଣା ନାହିଁ। ଜୀବନ ପୂରାପୂରି ଅନିଶ୍ଚିତ। ସେଭଳି ଏକ ବିଶୃଙ୍ଖଳିତ ଦୁନିଆରେ ମୃତ୍ୟୁ ପରର ଏହି ସୁନିଶ୍ଚିତ ଏବଂ ନିୟମବଦ୍ଧ ବ୍ୟବସ୍ଥା ଲୋକଙ୍କୁ ଏକ ପ୍ରକାରର ମାନସିକ ଶାନ୍ତି ଦେଉଥିଲା। ମୃତ୍ୟୁ ଭୟାନକ ଥିଲା, କିନ୍ତୁ ଅନ୍ତତଃ ଏହା ଜଣାଶୁଣା ଥିଲା, ଅଜଣା ନୁହେଁ। ଜଣେ ପ୍ରସିଦ୍ଧ ମନୋବିଜ୍ଞାନୀ ଜେମ୍ସ ହିଲମ୍ୟାନ୍ କହିଥିଲେ, ପାତାଳ ଲୋକର ଏହି କାହାଣୀ ପ୍ରକୃତରେ ଆମ ନିଜ ମନ ଭିତର ଦୁନିଆକୁ ବର୍ଣ୍ଣନା କରିବାର ଏକ ପୌରାଣିକ ଉପାୟ। ଯେମିତି ଗ୍ରୀକମାନେ ପାତାଳ ଲୋକର ମାନଚିତ୍ର ତିଆରି କରିଥିଲେ, ଆମେ ବି ସେମିତି ଆମ ଅବଚେତନ ମନର ଗଭୀରତାକୁ ବୁଝିବାକୁ ଚେଷ୍ଟା କରୁ। ଆଉ ଏଇଟା ହିଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା। ସେମାନଙ୍କର ଲକ୍ଷ୍ୟ ମୃତ୍ୟୁରୁ ମୁକ୍ତି ପାଇବା ନଥିଲା, ବରଂ ସେହି ବ୍ୟବସ୍ଥା ଭିତରେ ନିଜ ପାଇଁ ଏକ ଉପଯୁକ୍ତ ସ୍ଥାନ ପାଇବା ଥିଲା। ଏହି ଚିନ୍ତାଧାରା ଜୀବନର ସତ୍ୟକୁ ଏଡ଼େଇ ଦେବା ବଦଳରେ ତାକୁ ସ୍ୱୀକାର କରିବାର ମାନସିକତା ସୃଷ୍ଟି କରୁଥିଲା। ତେବେ ଶେଷରେ ଏହି ପ୍ରଶ୍ନ ରହିଲା, କ'ଣ ହେବ ଯଦି ପ୍ରକୃତ ଶାନ୍ତି ସ୍ୱର୍ଗ ପାଇବାର ଆଶାରେ ନଥାଏ, ବରଂ ଏକ ସୁନିଶ୍ଚିତ ଶୃଙ୍ଖଳାରେ ଥାଏ? ବୋଧହୁଏ ଏକ ଅଜଣା ସ୍ୱର୍ଗର ଆଶା ଅପେକ୍ଷା ଏକ ଜଣାଶୁଣା ସୁବ୍ୟବସ୍ଥିତ ବାସ୍ତବତା ହିଁ ଅଧିକ ଆଶ୍ୱାସନା ଦିଏ। ଏ ବିଷୟରେ ଟିକେ ଭାବି ଦେଖିବେ।